ବଡ଼ ଭଉଣୀ ସାନ ଭଉଣୀ ପାଖକୁ ଆସିଥିଲା। ଭିତର ପଟୁ କବାଟ ବନ୍ଦ ଥିଲା। କବାଟ ଯେତେ ବାଢ଼େଇଲେ ବି ଭଉଣୀ କିନ୍ତୁ ଖୋଲୁନଥିଲା। ଅନେକ ସମୟ ବିତି ଯାଇଥିଲା। ଭଉଣୀ କବାଟ ନ ଖୋଲିବାରୁ ପରିବାର ଲୋକଙ୍କୁ ଜଣେଇଥିଲା। ପରିବାର ଲୋକେ ପହଞ୍ଚି କବାଟ ଭାଙ୍ଗି ଦେଖନ୍ତି ତ ବଢ଼ିଲା ଝିଅଟା ପଙ୍ଖାରେ ଝୁଲୁଛି। କ'ଣ ଥିଲା କାରଣ? ପ୍ରେମ ନା ଆଉ କିଛି? ଆସନ୍ତୁ ଜାଣିବା ପୁରା କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଭୁବନେଶ୍ୱରରେ ରହୁଥିଲା ଲୋପାମୁଦ୍ରା। ପ୍ରେମ କରୁଥିଲା ବିକାଶକୁ। ପ୍ରଥମେ ପ୍ରେମ, ତାପରେ ଲିଭ୍ ଇନ୍ରେ ରହିବା, ଶେଷରେ ଧୋକା ଦେଇ ବିକାଶ ବାହା ହେବାକୁ ଯାଉଥିଲା ଆଉ ଜଣେ ଝିଅକୁ। ବିକାଶର ନିର୍ବନ୍ଧ ବି ସରିଯାଇଥିଲା, ଯାହାକୁ ଦେଖି ସହି ନପାରି ଏମିତି କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ। ସେଦିନ ଲୋପାମୁଦ୍ରା ବିକାଶକୁ ନିର୍ବନ୍ଧ କଥା ପଚାରିଥିଲା, ଆଉ ବିକାଶ କହିଥିଲା ହଁ ମୋ ନିର୍ବନ୍ଧ ସରିଯାଇଛି। ଆଉ ଲୋପାମୁଦ୍ରା ପଚାରିଥିଲା ତାମାନେ ମୋତେ କ'ଣ ଧୋକା ଦେଉଛ? ବିକାଶ କହିଥିଲା ହଁ ମୁଁ ତୋତେ ଧୋକା ଦେଲି, କ'ଣ କରିବାର ଅଛି ମୋର କର। ଏମିତି କହି ବିକାଶ ସେଠୁ ପଳେଇ ଯାଇଥିଲା ବୋଲି ଲୋପାମୁଦ୍ରାର ଭଉଣୀ ଗଣମାଧ୍ୟମକୁ କହିଛନ୍ତି। ସେଦିନ ଲୋପାମୁଦ୍ରାର ଭଉଣୀ ଲୋପାମୁଦ୍ରାକୁ ବାରମ୍ବାର କଲ୍ କରିଥିଲା, କିନ୍ତୁ ସେ ଫୋନ୍ ନ ଉଠାଇବାରୁ ଭଉଣୀ ରହୁଥିବା ଭଡ଼ା ଘରକୁ ଆସିଥିଲା। ଅନେକ ସମୟ ଧରି ଚେଷ୍ଟା କଲା ପରେ କବାଟ ଖୋଲିନଥିଲା ଲୋପାମୁଦ୍ରା। ଶେଷରେ ପରିବାର ଲୋକଙ୍କୁ ଫୋନ୍ କରି ଡାକିଥିଲା ଲୋପାମୁଦ୍ରାର ଭଉଣୀ। କବାଟ ଭାଙ୍ଗି ଭିତରକୁ ପଶିଲା ବେଳକୁ ଲୋପାମୁଦ୍ରା ଫ୍ୟାନ୍ରେ ଝୁଲୁଥିଲା, ଯାହାକୁ ନେଇ ପରିବାର ଲୋକେ ବିକାଶ ନାଁରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେବା ସହିତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଦର୍ଶକ ବନ୍ଧୁ, ଏମିତି ଘଟଣା ଭୁବନେଶ୍ୱରରେ ପ୍ରଥମ ନୁହଁ। ପ୍ରେମ, ପୁଣି ସାଙ୍ଗ ହୋଇ ରହିବା, ତାପରେ ଧୋକା। ଏମିତି ଅନେକ ଘଟଣା ଦେଖିବାକୁ ମିଳୁଥିଲା ବେଳେ କେହି କିନ୍ତୁ ସତର୍କ ହେଉନାହାନ୍ତି, ଯାହାଫଳରେ ବାରମ୍ବାର ଏମିତି ଘଟଣା ଘଟୁଛି। କିଛି କ୍ଷଣର ସୁଖ ପାଇଁ ସବୁକିଛି ଭୁଲି ଯାଉଛନ୍ତି, ଯେଉଁଥିପାଇଁ କେତେବେଳେ ଲୋପାମୁଦ୍ରା ପରି ଅନେକ ଝିଅଙ୍କ ଜୀବନ ଯାଉଛି ତ କେତେବେଳେ ସୌମ୍ୟ ଭଳି ଅନେକ ପୁଅଙ୍କର ଜୀବନ ଯାଉଛି। କ'ଣ ଯୁବପିଢ଼ିମାନେ ସଚେତନ ହେବାର ଆବଶ୍ୟକତା ନାହିଁ? କ'ଣ ପ୍ରେମ ୟାକୁ ହିଁ କୁହାଯାଏ? କ'ଣ ପ୍ରେମ କରି ବାହାଘର ପୂର୍ବରୁ ଲିଭ୍ ଇନ୍ରେ ରହିବା ନିହାତି ଦରକାର? କ'ଣ ଆଜିକାଲିର ପ୍ରେମ ଏତେ ଶସ୍ତା ହୋଇଗଲାଣି? ପ୍ରେମର ମାନେ କେବଳ ଶାରୀରିକ ସମ୍ପର୍କ? ଏସବୁ ପ୍ରଶ୍ନର ଉତ୍ତର ଆପଣମାନେ କମେଣ୍ଟ କରି ନିଶ୍ଚିତ ଦେବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।